ମୋର ପ୍ରିୟ ସାଙ୍ଗମାନେ ତ ସମସ୍ତଙ୍କୁ ମୋର ନମସ୍କାର। ତ ଦେଖନ୍ତୁ ଆପଣମାନଙ୍କ ପାଇଁ ଆଉ ଗୋଟେ ଜବ୍ ନେଇକି ଆସିଛି, ଯାହାକି ସୁବର୍ଣ୍ଣପୁରରେ ହୋମଗାର୍ଡ଼ ପାଇଁ ନିଯୁକ୍ତି ସୁଯୋଗଟି ଆସିଛି। ଓଡ଼ିଶା ହୋମଗାର୍ଡ଼ ଡିଷ୍ଟ୍ରିକ୍ଟ ହେଡ଼କ୍ୱାର୍ଟର ସୁବର୍ଣ୍ଣପୁର। ତ ସୁବର୍ଣ୍ଣପୁରରେ ହୋମଗାର୍ଡ଼ ପାଇଁ ନିଯୁକ୍ତି ସୁଯୋଗଟି ଆସିଛି। ତ এই ଭ୍ୟାକେନ୍ସିଟିକୁ ଉଭୟ ମେଲ୍ ଏବଂ ଫିମେଲ୍ এই ଭ୍ୟାକେନ୍ସିଟିକୁ ଆପ୍ଲାଏ କରିପାରିବେ। ଉଭୟ ମହିଳା ଏବଂ ପୁରୁଷ এই ଭ୍ୟାକେନ୍ସିଟିକୁ ଆପ୍ଲାଏ କରିପାରିବେ। ତ ଯଦି ଆପଣ ମିନିମମ୍ ପଞ୍ଚମ କ୍ଲାସ୍ ପାସ୍ କରିଛନ୍ତି, ମିନିମମ୍ ପଞ୍ଚମ କ୍ଲାସ୍ ଯଦି ଆପଣ ପାସ୍ କରିଛନ୍ତି, ତାହେଲେ ଆପଣ ହୋମଗାର୍ଡ଼ରେ ନିଯୁକ୍ତି ସୁଯୋଗ ଆପଣ ପାଇପାରିବେ। ତ ତେବେ ଚାଲନ୍ତୁ ଦେଖିବା এই ଭ୍ୟାକେନ୍ସିର ଆମେ ଡିଟେଲ୍ସ ଜାଣିନେବା। ଏହାର ଏଜ୍ ଲିମିଟ୍ କେତେ ରହୁଛି ଏବଂ ସିଲେକ୍ସନ୍ ପ୍ରୋସେସ୍ କ'ଣ ରହିଛି। ତେଣୁ ଆପଣ ଭିଡ଼ିଓକୁ କମ୍ପ୍ଲିଟଲି ଦେଖିନେବେ ଏବଂ ଯେଉଁମାନେ ମୋ ଚ୍ୟାନେଲ୍ ପ୍ରଥମ ଥର ଆସିଛନ୍ତି ସେମାନେ ଚ୍ୟାନେଲ୍କୁ ସବସ୍କ୍ରାଇବ୍ କରିନେବେ ଏବଂ ତା ସହିତ ଏମିତି ଲାଟେଷ୍ଟ ଆପଡେଟ୍ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ମଧ୍ୟ ଆପଣ ଅନ୍ କରିନେବେ। ତ ତେବେ ଚାଲନ୍ତୁ ଦେଖିବା ଏହି ନୋଟିଫିକେସନ୍ ମାଧ୍ୟମରେ ଆମେ ଡିଟେଲ୍ସ ଜାଣିନେବା। ତ ପ୍ରଥମେ ଦେଖନ୍ତୁ ଭ୍ୟାକେନ୍ସି ଡିଟେଲ୍ସ ସମ୍ପର୍କରେ। ଦେଖନ୍ତୁ ସୁବର୍ଣ୍ଣପୁରରେ ଗୃହରକ୍ଷା ବାହିନୀ ପାଇଁ ବର୍ତ୍ତମାନ ପୋଷ୍ଟ ଭ୍ୟାକେନ୍ସି ଖାଲି ରହିଛି। ବାକି ଟୋଟାଲ୍ ଉପରେ ଭ୍ୟାକେନ୍ସି ଦେଖିବାକୁ ଗଲେ 92ଟି ଟୋଟାଲ୍ ପୋଷ୍ଟ ଭ୍ୟାକେନ୍ସି ଖାଲି ଅଛି। ସେଥିରୁ ଦେଖନ୍ତୁ ପୁରୁଷମାନଙ୍କ ପାଇଁ 74ଟି ପୋଷ୍ଟ ଭ୍ୟାକେନ୍ସି ଖାଲି ଅଛି ଏବଂ ମହିଳାମାନଙ୍କ ପାଇଁ ଯାହାକି ଫିମେଲ୍ମାନଙ୍କ ପାଇଁ 18ଟି ଟୋଟାଲ୍ ପୋଷ୍ଟ ଭ୍ୟାକେନ୍ସି ଖାଲି ଅଛି। ଟୋଟାଲ୍ ଉପରେ ଯାହାକି ରହୁଛି 92ଟି ଟୋଟାଲ୍ ପୋଷ୍ଟ ଭ୍ୟାକେନ୍ସି ଖାଲି ଅଛି। ଏବଂ ଦେଖନ୍ତୁ ଆବେଦନ ତାରିଖଟି ରହିଛି, ଆବେଦନ ଅଲରେଡ଼ି ଷ୍ଟାର୍ଟ ହୋଇସାରିଛି ଯାହାକି 20/5/2025ରେ ଏବଂ ଆବେଦନ ଲାଷ୍ଟ ଡେଟ୍ଟି ରହୁଛି 5/6/2025 ଆବେଦନ ଲାଷ୍ଟ ଡେଟ୍ଟି ରହୁଛି। ଯଦି ଆପଣ ଏହି ଜବ୍ରେ ଇଣ୍ଟରେଷ୍ଟିଂ ଅଛ ତାହେଲେ ଏବେ ହିଁ ଆପଣ ଆପ୍ଲାଏ କରନ୍ତୁ। ଆପ୍ଲାଏ ଅଲରେଡ଼ି ଷ୍ଟାର୍ଟ ହୋଇସାରିଛି। ଲାଷ୍ଟ ଡେଟ୍ଟି ରହୁଛି 5/6/2025। ତ ମନେ ରହିଲା। ତ ୟାର ଯଦି ଆମେ ଏଜ୍ ଲିମିଟ୍ କଥା କହିବା, ଏଜ୍ ଲିମିଟ୍ଟି ରହିବ ମିନିମମ୍ 20 ଇୟର୍ସ ଏବଂ ମ୍ୟାକ୍ସିମମ୍ଟି 60 ଇୟର୍ସ ରହୁଛି। ଯଦି ଆପଣଙ୍କର 20ରୁ 60 ମଧ୍ୟରେ ଆପଣଙ୍କର ଏଜ୍ ରହୁଛି ଏବଂ ଆପଣ ଯଦି ପଞ୍ଚମ କ୍ଲାସ୍ ପାସ୍ କରିଛନ୍ତି, ତାହେଲେ ଆପଣ ହୋମଗାର୍ଡ଼ରେ ନିଯୁକ୍ତି ସୁଯୋଗ ଆପଣ ପାଇପାରିବେ। ଏହି ଭ୍ୟାକେନ୍ସିଟିକୁ ଆପଣ ଅଫଲାଇନ୍ରେ ଆପ୍ଲାଏ କରିବାକୁ ପଡ଼ିବ। ଅଫଲାଇନ୍ ପ୍ରୋସେସ୍ ରହିଛି। ତ ଆବେଦନ ଫର୍ମ ଗୁଡ଼ିକୁ ନିକଟସ୍ଥ ପୋଲିସ ଥାନା ବା ଗୃହରକ୍ଷା ସୁରକ୍ଷିତ ଆରକ୍ଷୀ ବାହିନୀ ସୁବର୍ଣ୍ଣପୁର ସହ ଯୋଗାଯୋଗ କରିପାରିବେ। ତ ଆପଣ ଡାଇରେକ୍ଟ ନିଜର ଆପ୍ଲିକେସନ୍ ଫର୍ମକୁ ନିକଟସ୍ଥ ପୋଲିସ ଷ୍ଟେସନରେ ଆପଣ ଜମା କରିପାରିବେ ଏବଂ ନଚେତ୍ ଆପଣ ଗୃହରକ୍ଷା ବାହିନୀ ସୁବର୍ଣ୍ଣପୁରରେ ଆପଣ ଯୋଗାଯୋଗ କରିପାରିବେ। ତ ୱେବସାଇଟ୍ଟି ମଧ୍ୟ ଦେଇଛି www.subarnapur.odisha.gov.in। এই ୱେବସାଇଟ୍ରେ ଯାଇକିନା ଆପଣ କିଛି ଡିଟେଲ୍ସ ଆପଣ ଦେଖିପାରିବେ। ତ ଏହି ଭ୍ୟାକେନ୍ସିଟିକୁ କେବଳ ସୁବର୍ଣ୍ଣପୁର ଡିଷ୍ଟ୍ରିକ୍ଟ କ୍ୟାଣ୍ଡିଡେଟ୍ ହିଁ ଆପ୍ଲାଏ କରିପାରିବେ। କେବଳ ସୁବର୍ଣ୍ଣପୁର ଡିଷ୍ଟ୍ରିକ୍ଟର କ୍ୟାଣ୍ଡିଡେଟ୍ ଏହି ଭ୍ୟାକେନ୍ସିଟିକୁ ଆପ୍ଲାଏ କରିପାରିବେ। ତ ଆପଣମାନଙ୍କୁ ଯଦି ଏହି ଭ୍ୟାକେନ୍ସିର କିଛି ଡିଟେଲ୍ସ ଆପଣଙ୍କୁ ଡାଉଟ୍ ଲାଗେ ତ କମେଣ୍ଟ ସେକ୍ସନରେ ଆପଣ କମେଣ୍ଟ କରିଦେବେ। ତ ତେଣୁ ମୁଁ ଆଶା କରୁଛି ଆପଣମାନଙ୍କୁ ଭିଡ଼ିଓକୁ ଭଲ ଲାଗିଥିବ। ତାହେଲେ ଭିଡ଼ିଓକୁ ଗୋଟେ ଆପଣ ଲାଇକ୍ କରିବେ ଏବଂ ତା ସହିତ ମୋ ଚ୍ୟାନେଲ୍କୁ ମଧ୍ୟ ଆପଣ ସବସ୍କ୍ରାଇବ୍ କରିନେବେ।